ଆଜି ଆମେ ଗୋଟେ ବଢିଆ କ୍ରିସ୍ପି ସ୍ନାକ୍ସ ବନେଇବା। ସନ୍ଧ୍ୟା ବେଳର ଚା ସହିତ ହେଉ କିମ୍ବା ଏମିତି ହାଲକା ମିଠା ଖାଇବାକୁ ଇଚ୍ଛା ହେଲେ ତ ଏଇ ସ୍ନାକ୍ସ କୁ ବନେଇକି ଖାଇପାରିବେ। ଆଉ ବନେଇକି ଗୋଟେ ମାସ ମଧ୍ୟ ଷ୍ଟୋର କରିକି ରଖିପାରିବେ, ବିଲକୁଲ ବି ଖରାପ ହେବନି। ନମସ୍କାର, ରୋଜି ହାଣ୍ଡିଶାଳକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଚାଲନ୍ତୁ ଆରମ୍ଭ କରିବା ଆଜିର ଏହି ରେସିପି। ଏହି ରେସିପି ପାଇଁ ମୁଁ ନେଇଯାଇଛି ଗୋଟେ କପର ସୁଜି। ଏଠି ମୁଁ ଛୋଟ ଦାନା ସୁଜି ନେଇଛି, ଆପଣ ମାନେ ବଡ ଦାନା ସୁଜିକୁ ଗ୍ରାଇଣ୍ଡ କରିକି ମଧ୍ୟ ନେଇପାରିବେ। ତା ସହିତ ଏଠି ମୁଁ ଦେଇଦେବି 2 କପର ଅଟା। ଏଠି ମୁଁ ମେଜରିଂ କପ୍ ନେଇଛି, ଆପଣ ମାନେ ଗିନା, ଗ୍ଲାସ କିମ୍ବା ଚା ପିଇବା କପ୍ କୁ ସେଟ୍ କରନ୍ତୁ ସବୁ ଜିନିଷକୁ ମାପିକି ନେବା ପାଇଁ। ଏଇଠି ମୁଁ ଦେଇଦେବି 3 ଚାମଚର ଧଳା ରାଶି। ଆପଣ ମାନେ ଧଳା ରାଶି ନିଶ୍ଚୟ ନେବେ, ବିଲକୁଲ ବି ସ୍କିପ୍ କରିବେନି। ତା ସହିତ ଏଠି ମୁଁ ଦେଇଦେବି 2 ଚାମଚର ଡେସିକେଟେଡ କୋକୋନଟ୍ ବା ଶୁଖିଲା ନଡିଆର ଗୁଣ୍ଡ। ଭଲ ବାସ୍ନା ପାଇଁ ଦେଇଦେବି ଅଧା ଚାମଚର ଗୁଜୁରାତି ଗୁଣ୍ଡ। ଖାସ୍ତା କରିବା ପାଇଁ ଦେଇଦେବା 4 ଚାମଚର ରିଫାଇନ ତେଲ। ଆପଣ ଚାହିଁଲେ ଘିଅ ମଧ୍ୟ ବ୍ୟବହାର କରିପାରିବେ। ତେଲ ଆଉ ଘିଅର ବ୍ୟବହାର ସମାନ ପରିମାଣର ନେବେ। ଆଉ ଯଦି ଘିଅ ନଉଛନ୍ତି ମେଲ୍ଟ କରିକି ଘିଅକୁ ନେବେ। ଏଇଠି ମୁଁ ଡେସିକେଟେଡ କୋକୋନଟ୍ ନେଇଛି, ଆପଣ ଚାହିଁଲେ ଫ୍ରେଶ ନଡିଆକୁ କୋରିକି ହାଲକା ଭାଜିକି ନେଇପାରିବେ। ତ ଏବେ ଆମେ ତେଲକୁ ଅଟାକୁ ଭଲ ଭାବେ ଗୋଳେଇ ନେଇଯିବା। ହାତର ପାପୁଲି ସାହାଯ୍ୟରେ ଘଷି ଘଷି ଆମେ 2 ରୁ 3 ମିନିଟ ଭଲ ଭାବେ ମିଶେଇ ନେଇଯିବା। ଘଷି ସାରିଲା ପରେ ଏହିଭଳି ହାତରେ ମୁଠା କରିକି ଦେଖିବେ। ଏମିତି ଯଦି ସେପ୍ ନଉଥିବ ଜାଣିବେ ଭଲ ଭାବେ ଆମର ଖାସ୍ତା ହେଇଯାଇଛି। ଏବେ ଆକୁ ଆମେ ରଖିବା ସାଇଡ ରେ। ଏବେ ଗୋଟେ ବାଉଲରେ ଦେଇଦେବି 1 କପର ଚିନି। ଯୋଉ କପରେ ଆମେ ସବୁ ଜିନିଷକୁ ମାପିକି ନେଇଥିଲେ ସେଇ କପରେ ମାପିକି ନେବା। ତା ସହିତ ଏଠି ମୁଁ ନେଇଯାଇଛି 1.5 କପର ସିଝା କ୍ଷୀର। ଏଇଠି କ୍ଷୀର ସର ସହିତ ମୁଁ ନେଇଛି। ଆପଣଙ୍କୁ ଯଦି କ୍ଷୀର ପସନ୍ଦ ନୁହେଁ ପାଣିରେ ମଧ୍ୟ ତିଆରି କରିପାରିବେ, କିନ୍ତୁ କ୍ଷୀର ଦେଲେ ଟେଷ୍ଟଟା ଭଲ ଆସିଥାଏ। ଏଇଠି ମୁଁ ଯେତିକି କ୍ଷୀର ନେଇଛି ଆପଣ ମାନେ ସେତିକି ପରିମାଣର ହିଁ ପାଣି ନେଇଯିବେ। ଏବେ ଆକୁ ଆମେ ମିଶେଇ ନେବା। ଚିନିକୁ ଏଠି ଆମକୁ ଗୋଟା ନେବାର ଅଛି, ଅଧିକ ଏଠି ଆମକୁ ମିଶେଇବାର ନାହିଁ। କ୍ଷୀରକୁ ଆମେ ଏବେ ଅଳ୍ପ ଅଳ୍ପ ଦେଇକି ମିକ୍ସ କରିନେବା। ଆଉ ତାକୁ ଚକଟିକି ଗୋଟେ ଟାଇଟ୍ ଡୋ ବନେଇବା। ବେଶୀ ସଫ୍ଟ କରିବେନି, କାହିଁକି ନା ଏଥିରେ ଆମେ ଚିନି ଦେଇଛନ୍ତି। କିଛି ସମୟ ରେଷ୍ଟ ପାଇଁ ଛାଡିଦେଲେ ଏଇଟା ସଫ୍ଟ ହେଇଯିବ। ଆଶା କରୁଛି ଆଜିର ରେସିପିଟି ଭଲ ଲାଗିବ। ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ କରିନେବେ। ଆମକୁ ଏଠି ବେଶୀ କ୍ଷୀର ଦରକାର ପଡିବନି। ଏଇଠି ଦେଖନ୍ତୁ ମୁଁ ନେଇଯାଇଥିଲି 1.5 କପର କ୍ଷୀର। ଏଠି ମତେ ପାଖାପାଖି 1 କପର କ୍ଷୀର ଲାଗିଯାଇଛି ଚକଟିବା ପାଇଁ। ବାକି ଅଧା କପକୁ ରଖିଦେବା ସାଇଡ ରେ। ସେଥିପାଇଁ ଅଳ୍ପ ଅଳ୍ପ କ୍ଷୀର ଦେଇକି ଏମିତି ଗୋଟେ ଟାଇଟ୍ ଡୋ ବନେଇ ନେବେ। ଆପଣ ଚାହିଁଲେ ସଙ୍ଗେ ସଙ୍ଗେ ମଧ୍ୟ ଏଇ ସ୍ନାକ୍ସ କୁ ବନେଇ ପାରିବେ, କିନ୍ତୁ ମୁଁ ଏଠି 5 ମିନିଟ ଛାଡିଦେବି ଯେମିତି ଅଟା ଆମର ଭଲ ଭାବେ ସେଟ୍ ହେଇଯିବ। ଏବେ ଆମର 5 ମିନିଟ ହେଇଗଲା। ଏବେ ଆଉ 2 ରୁ 3 ମିନିଟ ଭଲ ଭାବେ ଚକଟିକି ନେଇଯିବା। ଏବେ ଭଲ ଭାବେ ଚକଟି ସାରିବା ପରେ ହାତରେ ଅଳ୍ପ ଅଳ୍ପ ଗୁଳା ନେବେ। ଏମିତି ଗୋଲ କରି ସାରିବା ପରେ ହାତରେ ଟିକେ ଏମିତି ପ୍ରେସ୍ କରିନେବେ। ତାପରେ ମନ ପସନ୍ଦର ସେପ୍ ଦେଇକି ବନେଇ ପାରିବେ, କିନ୍ତୁ ମୁଁ ଏଠି ଗୋଟେ ଚାମଚ ସାହାଯ୍ୟରେ ହାଲକା କଟ୍ ଲଗେଇ ନେବି। 4 ସାଇଡ ରୁ ଏମିତି କଟ୍ ଲଗେଇ ନେବା। ଦେଖନ୍ତୁ ସହଜରେ ତିଆରି ହେଇଗଲା ଆମର ଗୋଟେ ସ୍ନାକ୍ସ। କେତେ ସୁନ୍ଦର ଦେଖା ଯାଉଛି। ଏବେ ଆଉ ଗୋଟେ ମୁଁ ଆପଣ ମାନଙ୍କୁ ବନେଇକି ଦେଖେଇବି। ହାତରେ ଏମିତି ଗୁଳା ନେବେ, ଗୋଲ କରିକି ହାତରେ ଟିକେ ଏମିତି ପ୍ରେସ୍ କରିନେବେ। ଚାମଚ ସାହାଯ୍ୟରେ କଟ୍ ଲଗେଇ ନେବେ। ଦେଖନ୍ତୁ ଏଇଭଳି ଭାବରେ ମୁଁ ସବୁ ଗୁଡିକୁ ତିଆରି କରିନେବି। ଏଇଠି ଆମର ସବୁ ଗୁଡିକ ତିଆରି ହେଇଗଲା। ଏବେ ଆକୁ ଆମେ ଫ୍ରାଏ କରିବା। ଫ୍ରାଏ କରିବା ପାଇଁ ତେଲ ଆଗରୁ ଗରମ କରିବା ପାଇଁ ରଖିଦେଇଥିଲି ଲୋ ଫ୍ଲେମ ରେ। ତେଲରେ ଏଇ ସ୍ନାକ୍ସ କୁ ଗୋଟେ ପକେଇକି ଦେଖିବେ, ଯଦି ତୁରନ୍ତ ଉପରକୁ ଉଠି ଆସୁଛି ଜାଣିବେ ଯେ ତେଲର ଟେମ୍ପରେଚର ହାଇ ଅଛି। ଆଉ ଯଦି ଏମିତି ଅଳ୍ପ ଅଳ୍ପ ବବଲ୍ସ ବାହାରିକି ଆସିବ ଜାଣିବେ ଯେ ତେଲର ଟେମ୍ପରେଚର ପୁରା ଠିକ ଅଛି। ତେଲର ଟେମ୍ପରେଚର ଆଉ ମେଜରମେଣ୍ଟର ଯଦି ଆପଣ ମାନେ ଧ୍ୟାନ ରଖିବେ ତ ଏଇ ସ୍ନାକ୍ସଟି ବଢିଆ ବନିବ, ବିଲକୁଲ ବି ଖରାପ ହବନି। ଯଦି ଏଠି ଲାଗୁଛି କି ତେଲ ଗରମ ହେଇଯାଇଛି ଅଧିକ, ଗ୍ୟାସର ଫ୍ଲେମକୁ ଆପଣ ମାନେ ବନ୍ଦ କରିଦେବେ। ଟିକେ ଥଣ୍ଡା ହବା ପାଇଁ ଛାଡିଦେବେ। ତାପରେ ଗ୍ୟାସର ଫ୍ଲେମକୁ ଅନ୍ କରିକି ଫ୍ଲେମ ଲୋ ରେ ରଖିକି ଗୋଟେ ଗୋଟେ କରିକି ଆପଣ ତେଲରେ ପକେଇବେ। ଯେତିକି କଢେଇରେ ଜାଗା ଧରିବ ସେତିକି ପକେଇକି ଲୋ ଟୁ ମିଡିୟମ ରେ ଗୋଲ୍ଡେନ ଆଉ କ୍ରିସ୍ପି ହେବା ଯାଏ ଫ୍ରାଏ କରିବେ। 5 ରୁ 7 ମିନିଟ ଟାଇମ ଲାଗିବ, ଅଧିକ ଟାଇମ ଲାଗିବନି। ଏଇଠି ତେଲ ଯଦି ବେଶୀ ଗରମ ଥିବ ତାହେଲେ ସ୍ନାକ୍ସ ଟା ବହୁତ ଜଲ୍ଦି ଲାଲ ପଡିଯିବ ଆଉ ଭିତର କଞ୍ଚା ରହିବ। ଆଉ ଯଦି ଥଣ୍ଡା ତେଲରେ ପକେଇବେ ତେଲ ବହୁତ ସୋକ୍ କରିବ ଆଉ ଖୋଲି ଯିବାର ବି ବହୁତ ଚାନ୍ସ ଥାଏ। ସେଥିପାଇଁ ମିଡିୟମ ଗରମ ତେଲରେ ଲୋ ଟୁ ମିଡିୟମ ଫ୍ଲେମ ରେ ରଖିକି ଫ୍ରାଏ କରିନେବେ। ତ ଦେଖନ୍ତୁ ବଢିଆ ସେ ଆମର ଏଠି ଫ୍ରାଏ ହେଇଯାଇଛି। ଆଠୁ ବେଶୀ ଡ୍ରାଏ କରିବେନି, ହାଲକା ଗୋଲ୍ଡେନ ହେଇଗଲା ପରେ କାଢି ନେବେ। ଏଇଭଳି ଭାବରେ ମୁଁ ସବୁ ଗୁଡିକ ଫ୍ରାଏ କରି ନେଇଯିବି।
ଏଇ ଯୋଉ ସ୍ନାକ୍ସ ଟା ଯେତେବେଳେ ଗରମ ଥିବ ଲାଗିବ ଯେ ବହୁତ ନରମ ଅଛି ବୋଲି, କିନ୍ତୁ ଥଣ୍ଡା ହେଇସାରିବା ପରେ ବଢିଆ ସେ କ୍ରିସ୍ପି ହେଇଯିବ ଆଉ ଖାଇବା ପାଇଁ ବଢିଆ ଲାଗିବ। ଏଇଠି ଦେଖନ୍ତୁ ସବୁ ଗୁଡିକ ମୁଁ ଫ୍ରାଏ କରି ନେଇଯାଇଛି। ଏକଦମ ଥଣ୍ଡା ହେଇସାରିଲା ପରେ ଏୟାରଟାଇଟ୍ କଣ୍ଟେନରରେ ଷ୍ଟୋର କରିକି ରଖିପାରିବେ। ତାହେଲେ ଆଜିର ଏଇ ରେସିପି ଆପଣମାନଙ୍କୁ କେମିତି ଲାଗିଲା ଆପଣଙ୍କର ଅନୁଭୂତି ମୋ ସହିତ ସେୟାର କରିବେ। ତାହେଲେ ଆଜି ପାଇଁ ରହୁଛି, ପୁଣି ଆସିବି ନୂଆ ଗୋଟେ ରେସିପି ନେଇକି। ସେ ପର୍ଯ୍ୟନ୍ତ ରହିଲି, ନମସ୍କାର, ଜୟ ଜଗନ୍ନାଥ।